ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କ ର ଅତି କ୍ଲୋଜ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ସମୟରେ ଆପଣ ମଧ୍ୟ ମୁଖ୍ୟ ଶାସନ ସଚିବ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଆପଣଙ୍କର ପ୍ରଭାବ ଥିଲା ତ ସେଇ କାରଣରୁ କୌଣସି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆପଣଙ୍କୁ ସେ କ୍ଲବର ସଭାପତି ଆପଣ ହୁଅନ୍ତୁ ସେ ଚାହୁଁନଥିଲେ କି? ମୁଁ ଏଇଆ କହିବି ଯେ କଣ ପାଇଁ କି ସାର୍ ଇଲେକ୍ସନ ଆପଣ ହାରିଥିଲେ? ସର୍ଭିଂ ବ୍ୟୁରୋକ୍ରାଟ ମାନେ ଆପଣଙ୍କ ବିରୁଦ୍ଧରେ ଯାଇ ଅସିତ ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ ଏଇଥିପାଇଁ ଆପଣଙ୍କ ପରାଜୟ ହେଲା କି ସାର୍? ନାଇଁ ନାଇଁ ସର୍ଭିଂ ବ୍ୟୁରୋକ୍ରାଟ ସମସ୍ତେ ମତେ ଅପୋଜ କରୁନଥିଲେ। କିଛି ଲୋକ ମତେ ସପୋର୍ଟ କରୁଥିଲେ କିଛି ଲୋକ କରୁନଥିଲେ କିନ୍ତୁ ଏହା ସତ ଯେ ସେ ସମୟରେ ମୁଁ ତ ପାୱାରରେ ନଥିଲି ମୋର ଚାକିରିରେ ନଥିଲି କୌଣସି ଦଳରେ ମଧ୍ୟ ନଥିଲି କିନ୍ତୁ ଅସିତ ତ୍ରିପାଠୀ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଥିଲେ ୱେଷ୍ଟର୍ଣ୍ଣ ଓଡ଼ିଶା ଡେଭଲପମେଣ୍ଟ କାଉନସିଲର ଚେୟାରମ୍ୟାନ୍ ଥିଲେ ତ ନ୍ୟାଚୁରାଲି ତାଙ୍କର ଟିକେ ଇନଫ୍ଲୁଏନ୍ସ ଅଧିକ ମୋଠୁ ଥିବ ସେଥିରେ ସନ୍ଦେହ ନାହିଁ। ହଁ ଏଥିରେ ସରକାରଙ୍କର କିଛି ପ୍ରଭାବ ରହେ କି? ଗୋଟେ ଇଗୋ ଫାଇଟ୍ ହଉଥିଲା କି ଆପଣଙ୍କ ଇଲେକ୍ସନ ସମୟରେ ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କ ର ଅତି କ୍ଲୋଜ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ସମୟରେ ଆପଣ ମଧ୍ୟ ମୁଖ୍ୟ ଶାସନ ସଚିବ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଆପଣଙ୍କର ପ୍ରଭାବ ଥିଲା ତ ସେଇ କାରଣରୁ କୌଣସି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆପଣଙ୍କୁ ସେ କ୍ଲବର ସଭାପତି ଆପଣ ହୁଅନ୍ତୁ ସେ ଚାହୁଁନଥିଲେ କି? ମୁଁ ଏଇଆ କହିବି ଯେ କ୍ଲବ ହଉଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ ଇଟ୍ସ ଏ କମ୍ପାନୀ ତେଣୁ ଗୋଟେ କମ୍ପାନୀ ଇଲେକ୍ସନରେ ମୁଖ୍ୟମନ୍ତ୍ରୀ ଥାର୍ଡ ଫ୍ଲୋର ଏଗୁଡିକ ଇନଭଲ୍ଭ ହେବା ଉଚିତ ନୁହେଁ। ମୋର ସେ ବିଶ୍ୱାସ ଆଜି ମଧ୍ୟ ରହିଛି ଏବଂ ତାହା ନହେଲା ପର୍ଯ୍ୟନ୍ତ କ୍ଲବ ତ ଗୋଟେ ପଲିଟିକାଲ ପାର୍ଟି ହିସାବରେ ନହେଲେ ପରିଗଣିତ ହେଇଯିବ ହେବା ଉଚିତ ନୁହେଁ। ଆଜିର ଦିନରେ ବି ଇଲେକ୍ସନ ପୁଣି ଚାଲିଛି ତ ଆପଣ ଭାବୁଛନ୍ତି କି ବର୍ତ୍ତମାନ ଯେଉଁ ଦୁଇ ଜଣ ଅଛନ୍ତି ଯିଏ ଜଣେ ଆପଣଙ୍କୁ ପରାଜିତ କରିଥିଲେ ତାଙ୍କର ପ୍ରଭାବ ରହିଛି ଆଉ ଜଣେ ସର୍ଭିଂ ବ୍ୟୁରୋକ୍ରାଟ ଯିଏ ଅଛନ୍ତି ରିଟାୟାରମେଣ୍ଟ ପରେ OERC ର ଚେୟାରମ୍ୟାନ୍ ଅଛନ୍ତି ତାଙ୍କ ଭିତରେ ଫାଇଟ୍ ହଉଛି ଆପଣ କୋଉ ନଜରରେ ଦେଖୁଛନ୍ତି ଏଇ ଯୋଉ ଇଲେକ୍ସନକୁ? ସେ ଦୁଇ ଜଣ ଯାକ ମୋର ପୂର୍ବତନ କୋଲିଗ ଦୁଇ ଜଣ ଯାକ ହଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତେଣୁ ଦୁଇ ଜଣଙ୍କ ଭିତରେ ବର୍ତ୍ତମାନ ପ୍ରତିଦ୍ୱନ୍ଦିତା ହଉଛି ସଦାବେଳେ କ୍ଲବରେ ଏଇ ପ୍ରକାର ପ୍ରତିଦ୍ୱନ୍ଦିତା ହୁଏ ତେଣୁ ଯାହା ଭୋଟର ମାନେ ମେମ୍ବର ମାନେ ଯାହାକୁ ପସନ୍ଦ କରିବେ ସିଏ ଇଲେକ୍ଟ ହେବେ। ତ ଏବେ ଆପଣ ଭାବୁଛନ୍ତି କି ଏ ଗଭର୍ଣ୍ଣମେଣ୍ଟ ଇନଫ୍ଲୁଏନ୍ସରୁ ମୁକ୍ତ ହେଇକି ଇଲେକ୍ସନ ହଉଛି ନା ପୂର୍ବ ଇଲେକ୍ସନ ଭଳି ବର୍ତ୍ତମାନ ବି କୋଉଠି ନା କୋଉଠି ପ୍ରତ୍ୟକ୍ଷ ଆଉ ପରୋକ୍ଷରେ ସରକାରଙ୍କର ଆଉ ବ୍ୟୁରୋକ୍ରାଟ ମାନଙ୍କର ପ୍ରଭାବରେ ଏଟା ଇଲେକ୍ସନ ପ୍ରଭାବିତ ହଉଛି? ମତେ ଲାଗୁନି ବର୍ତ୍ତମାନ ଇଲେକ୍ସନରେ ସରକାର କୌଣସି ମତେ ସମ୍ପୃକ୍ତ ଅଛନ୍ତି ଏ ବିଶ୍ୱାସ ଏଇ ଧାରଣା ମୋର ହଉନି। ଗତ ଇଲେକ୍ସନରେ କାହିଁକି ସରକାର ଇଣ୍ଟରେଷ୍ଟେଡ ଥିଲେ ଯେ ଆପଣ ହାରନ୍ତୁ ବୋଲି? ଦେଖନ୍ତୁ ସିଏ ଗୋଟେ ଭିନ୍ନ ସମୟ ଥିଲା ସେ ସମୟରେ ଏତେ ପାୱାରଫୁଲ ଥିଲା ଥାର୍ଡ ଫ୍ଲୋର ଯେ ସବୁ କଥାରେ ଲୋକେ ଭାବୁଥିଲେ ଯେ ହଁ ଥାର୍ଡ ଫ୍ଲୋରର କିଛି ନା କିଛି ହାତ ଅଛି ସବୁଥିରେ ସେ ପଲିଟିକାଲ ହଉ ଆଡମିନିଷ୍ଟ୍ରେଟିଭ ହଉ କ୍ଲବ ହଉ ସବୁ ମ୍ୟାଟରରେ ସରକାର ଗୋଟେ ଯେମିତିକି ଗୋଟେ ଛାଇ ହେଇକି ରହିଥିଲା ଥାର୍ଡ ଫ୍ଲୋର ସିଏ ଗୋଟିଏ ଧାରଣା ସେଇ ସମୟରେ ସୃଷ୍ଟି ହେଇଥିଲା। ତ ଆଉ ଗୋଟେ କଥା ମୁଁ ଜାଣିବା ପାଇଁ ଚାହିଁବି ଭୁବନେଶ୍ୱର କ୍ଲବକୁ ନେଇକରି ବହୁତ ଗୁଡିଏ କଥା ଆସେ ଏଇଟା ହଉଛି ଏଲିଟ୍ କ୍ଲବ ଏମାନେ ଟପ୍ ବ୍ୟୁରୋକ୍ରାଟ ମାନେ ଏଠି ମେମ୍ବର ଅଛନ୍ତି ତ ଗୋଟେ କଥା ଆସୁଛି ଭୁବନେଶ୍ୱର କ୍ଲବର ଗୋଟେ ଏକ୍ସଟେନସନ ହେଇଛି ଘାଟିକିଆ ପାଖରେ ସେଠି ଜଣକୁ ଠିକା ଦିଆଯାଇଛି ଏବଂ ସେଠି କଲ୍ୟାଣ ମଣ୍ଡପ ଚାଲିଛି ବାହାଘର ବ୍ରତଘର ଏସବୁ ହଉଛି ପଇସା ଆଦାୟ କରାହଉଛି ସରକାରଙ୍କ ଠାରୁ ଜମି ନେଇଥିବା ଗୋଟେ କ୍ଲବ ଏସବୁ କାମ କରିବା ଉଚିତ କି? କ୍ଲବରେ ବାହାଘର ବ୍ରତଘର ମେନ୍ କ୍ୟାମ୍ପସରେ ମଧ୍ୟ ହୁଏ କିନ୍ତୁ ବିଜନେସ କରିବା ଉଚିତ କି? ନାଇଁ କିନ୍ତୁ ଘାଟିକିଆ ଦେଖନ୍ତୁ ଘାଟିକିଆ କ୍ୟାମ୍ପସଟା ଯେହେତୁ ମେମ୍ବରସିପ ଅଧିକା ହେଲେ ସେଥିପାଇଁ ତାଙ୍କୁ ସେ ଜାଗାଟା ଦିଆଯାଇଛି ଏବଂ ଏଇଟା ମୁଖ୍ୟତଃ ମେମ୍ବର ମାନଙ୍କର ବ୍ୟବହାର ପାଇଁ ଦିଆଯାଇଛି ଏପର୍ଯ୍ୟନ୍ତ ସେ କ୍ୟାମ୍ପସ ଚାଲୁ ହେଇପାରି ନାହିଁ ଦୀର୍ଘ ବର୍ଷ ପରେ ମଧ୍ୟ ଯାହା ଲକ୍ଷ୍ୟ କରୁଛୁ ରିସେଣ୍ଟଲି କ'ଣ ତାର ଟିକେ ରେନୋଭେସନ କରାଯାଇଛି। ସାର୍ ଆଉ ଥରେ ସମ୍ପର୍କ ଟିକେ କ୍ୱେଶ୍ଚିନ୍ ପଚାରିବା ପାଇଁ ଚାହିଁବି ଶୁଣିପାରୁଛନ୍ତି ଯେ ବାହାଘର ବ୍ରତଘର ପାଇଁ କ୍ଲବ ସରକାର ଦେଇଥିବା ଜମି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବା ଉଚିତ କି? ନା ସରକାରଙ୍କର ଯୋଉ ଜମି ସେ ଦେଇଛନ୍ତି ବିଶେଷ କରି ମେମ୍ବର ମାନଙ୍କର ଅବସର ବିନୋଦନ ପାଇଁ ତାଙ୍କର ବିଭିନ୍ନ ପ୍ରକାରର ବିକାଶ ପାଇଁ ଦିଆଯାଇଛି ବାହାଘର ବ୍ରତଘର ସେଇଟା ଗୋଟେ ଇନସିଡେଣ୍ଟାଲ ଯେ ମେମ୍ବର ମାନଙ୍କ ଭିତରୁ କାହାର ଯଦି ବାହାଘର ବ୍ରତଘର
ଦରକାର ପଡେ ତାଙ୍କ ପରିବାର ବ୍ୟକ୍ତିଙ୍କର ତାହେଲେ କ୍ଲବର ଫ୍ୟାସିଲିଟି ତାଙ୍କୁ ଦିଆଯାଇ ପାରିବ। କିନ୍ତୁ ଏଇଟା ଯଦି ଗୋଟେ ଏକ୍ସକ୍ଲୁସିଭଲି ଗୋଟେ କଲ୍ୟାଣ ମଣ୍ଡପରେ ପରିଣତ ହେଇଯାଏ ତାହେଲେ ତ ମୁଁ କହିବି ଯେ ସେଟା ଠିକ ହଉନି। ସାର୍ ଆପଣ ତ ନିଶ୍ଚୟ କ୍ଲବରେ ସକ୍ରିୟ ଥିବେ, ଆପଣ କେବେ ପ୍ରତିବାଦ କରିଛନ୍ତି କି ଏ ସମ୍ପର୍କରେ? ନିଶ୍ଚିତ ଭାବରେ ମୁଁ ଚାହେଁ ଯେ ଘାଟିକିଆ ଯୋଉ ଜମିଟା ଯୋଉଟା କି ମୋ ସରକାର ଥିବା ସମୟରେ କ୍ଲବକୁ ଦିଆଯାଇଥିଲା, ମୁଁ ଚାହିଁବି ଯେ ସେଟା ମେମ୍ବର ମାନଙ୍କ କାମରେ ଆସୁ, ଯୋଉମାନଙ୍କ ପାଇଁ ସେଟା ଦିଆଯାଇଛି। ସେଟାକୁ ଯଦି ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟ ପାଇଁ ଲାଗିଯିବ ଏବଂ ମେମ୍ବର ମାନେ ତାର କିଛି ଫାଇଦା ନେଇପାରିବେ ନାହିଁ, ତାହେଲେ ତ ମୁଁ କହିବି ଯେ ଯୋଉ ଉଦ୍ଦେଶ୍ୟ ନେଇକି ସେଟା ଦିଆଗଲା ସେଟା ସଫଳ ହେଲା ନାହିଁ। ମୋର ଆଉ ଗୋଟେ ଲାଷ୍ଟ କ୍ୱେଶ୍ଚିନ୍ ସାର୍ ରହିବ ଯେ ଭୁବନେଶ୍ୱର କ୍ଲବ ଗୋଟେ ରିକ୍ରିଏସନ କ୍ଲବ, ଏଠି ସମାଜର ସବୁଠାରୁ ଉଚ୍ଚ ବର୍ଗର ଲୋକମାନେ ମେମ୍ବର ଅଛନ୍ତି। ସେମାନେ ଚାହିଁଲେ ସେମାନେ ତ ରିକ୍ରିଏସନ କରିବେ, ଏଥିପାଇଁ କ୍ଲବ ହେଇଛି, କିନ୍ତୁ ତାର ଗୋଟେ ସାମାଜିକ ଦିଗ ରହିବା ଉଚିତ କି? ଭୁବନେଶ୍ୱର କ୍ଲବ କେତେବେଳେ ଓଡ଼ିଶାର ଭଳି ଗୋଟେ ଗରିବ ରାଜ୍ୟରେ ଗୋଟେ ସାମାଜିକ ଦାୟିତ୍ୱ କିଛି ନବା ବା କିଛି ପିଲାଙ୍କୁ ଗରିବ ପିଲାଙ୍କୁ ଫେଲୋସିପ ଦେବା ବା ପାଠ ପଢେଇବା, କୌଣସି କଲ୍ୟାଣମୂଳକ କାମରେ ଇନଭଲ୍ଭ ହେବା ଉଚିତ କି ନୁହେଁ? ନା କେବଳ କିଛି ଲୋକଙ୍କ ପାଇଁ ଏଇଟା ଗୋଟେ ଅବସର ବିନୋଦନ କେନ୍ଦ୍ର ହବ ଆଉ ଗୋଟେ ଆସର ଜମିବା ପାଇଁ ଏଇଟା କେବଳ ବ୍ୟବହାର କରାଯିବା ଉଚିତ? ଦେଖନ୍ତୁ ଭୁବନେଶ୍ୱର କ୍ଲବର ତାର ଯଦି ଆପଣ ଦେଖିବେ ଓରିଜିନାଲ ମେମୋରାଣ୍ଡମ ଇତ୍ୟାଦି, ଏଇଟା ଚାରିଟେବଲ କ୍ଲବ ନୁହେଁ। କିନ୍ତୁ ଯୋଉ କଥାଟା ଆପଣ କହିଲେ ଯେ କିଛି ସାମାଜିକ କାର୍ଯ୍ୟ କରିବା, କିଛି ଦାୟିତ୍ୱବୋଧ ନେଇକରି ସମାଜ ପାଇଁ କିଛି କରିବା, ନିଶ୍ଚିତ ଭାବରେ ସେଟା ସ୍ୱାଗତ ଯୋଗ୍ୟ ହେବା ଉଚିତ। ବହୁତ ଧନ୍ୟବାଦ ସାର୍, ବହୁତ ଧନ୍ୟବାଦ।